ଯୋଜନା କରିକି ମମତା ବାନାର୍ଜୀ ମାନେ ସମସ୍ତେ ଧମକେଇ ଧମକେଇ ଭୋଟ କରୁଥିଲେ। ଇଲେକ୍ସନ ପୂର୍ବ ଦିନ ମୋଟରସାଇକେଲ ରାଲି କରିକି ସମସ୍ତଙ୍କୁ ଧମକେଇବେ ତମେ ଭୋଟ ଦିଅନି। କେଶପୁର ଗୋଟେ ଆମେ ଜିତି ପାରିଲୁ ନା କ'ଣ ପାଇଁ? ସେଠି ପୁରା 40% ପାଖାପାଖି ମାନେ ସେଇ ବାଂଲାଦେଶୀ ଅନ୍ୟମାନେ ସବୁ ମିଶିକି ଅଛନ୍ତି ସେଇ କମ୍ୟୁନିଟିର, ଯେଉଁମାନେ କି ପୁରା ଆଣ୍ଟି କଟ୍ଟରପନ୍ଥୀ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ। ପଶ୍ଚିମବଙ୍ଗର ବିଜେପି ସରକାର ଏନଡିଏ ସରକାର ଆସିବା ମାନେ ଭାରତ ପାଇଁ ନିହାତି ଦରକାର, ନହେଲେ ପଶ୍ଚିମବଙ୍ଗଟା ବାଂଲାଦେଶ ହେଇଥାନ୍ତା। ଏ ଗୋଟେ କମ୍ୟୁନିଟି, ଲୋକମାନେ ତ ଭୋଟ ଦେଲେ କିନ୍ତୁ ସମସ୍ତେ କନେକ୍ଟେଡ। ଏଇଟା ମୁଁ ସବୁବେଳେ ଆଗରୁ କହିଥିଲି, ଏଇଟା ରିଲେ ରେସ୍ ଭଳିଆ। ଜଣେ ଯଦି ଚେନ୍ ଭାଙ୍ଗିଗଲା ସେଠି ଜିତିବା କଷ୍ଟ ହେବ, କାରଣ ଏତେ ଚ୍ୟାଲେଞ୍ଜିଂ ଥିଲା ଯେ ମମତା ବାନାର୍ଜୀ ସେଟା ଗଣତନ୍ତ୍ର ହତ୍ୟା। ମମତା ବାନାର୍ଜୀ ଗଣତନ୍ତ୍ର ହତ୍ୟା କରୁଥିଲା। ଉଚିତ ଜବାବ ଦେଇଛନ୍ତି ବାଂଲାଦେଶବାସୀ, ପଶ୍ଚିମବଙ୍ଗବାସୀ, ଯେ ମମତା ବାନାର୍ଜୀ ତାକୁ ବି ହରାଇଛନ୍ତି। ଏଇଭଳିଆ ଜଣେ ବ୍ୟକ୍ତିତ୍ୱ କୌଣସି ରାଜନୀତିରେ ରହିବା ଅନୁଚିତ। ଲୋକଙ୍କ ମାଇଣ୍ଡ ସେଟ୍ ଆମେ ଗଲୁ, ସମସ୍ତେ ଭୟର ବାତାବରଣ ଥିଲେ କିନ୍ତୁ ଚାହୁଁଥିଲେ ଏକ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ମାନେ ସରକାର ଠାରୁ, ଟିଏମସି ସରକାର ଆମେ କେମିତି ମୁକ୍ତି ପାଇବୁ। ଆଜି ସମଗ୍ର ଭାରତ ବର୍ଷରେ ମୋଦି ଲହରୀ ଚାଲିଛି, ପଦ୍ମଫୁଲର ଲହରୀ ଚାଲିଛି। ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆଜି ସମଗ୍ର ଭାରତବର୍ଷ ଗେରୁଆମୟ ହେଉଛି। ଏକ ବିକଶିତ ଭାରତର ଯେ ସ୍ୱପ୍ନ ସେ ଦେଖିଛନ୍ତି ତାର ପ୍ରଭାବ ପଡ଼ୁଛି। ଏ ଯେଉଁ ବର୍ତ୍ତମାନ 5ଟି ରାଷ୍ଟ୍ରରେ ଯେଉଁ ହେଲା, ରାଜ୍ୟରେ ଯେଉଁ ହେଲା ଇଲେକ୍ସନ, ସେଥିରେ ପ୍ରଭାବ ପଡ଼ିଛି। ପୁଡୁଚେରୀରେ ମଧ୍ୟ ଆମର ଶାସନ ଆସିଛି, ସେଥିପାଇଁ ଧନ୍ୟବାଦ ଦେଉଛି। ଏବଂ ବିଶେଷ କରି ଆସାମର ଯେଉଁ ତାଙ୍କର ପ୍ରୋବ୍ଲେମ ଥିଲା, ବାଂଲାଦେଶୀ ପ୍ରୋବ୍ଲେମ, ଏସବୁ ହେଇ ହେମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଏକ ଦୃଢ଼ ସରକାର ଆମର ଆସିଛି, ସେଥିପାଇଁ ତାକୁ ମଧ୍ୟ ସ୍ୱାଗତ କରୁଛି। ସବୁଠୁ ବଡ଼ ଥିଲା ଏଇଟା ପଶ୍ଚିମବଙ୍ଗ ନୁହଁ, ପଶ୍ଚିମବଙ୍ଗ ସମଗ୍ର ଭାରତବର୍ଷ ପାଇଁ ଏ ବଡ଼ ଚ୍ୟାଲେଞ୍ଜ ଥିଲା, କାରଣ ବାଂଲାଦେଶୀ ଘୁଷପେଠିଆ। ପଶ୍ଚିମବଙ୍ଗର ବିଜେପି ସରକାର ଏନଡିଏ ସରକାର ଆସିବା ମାନେ ଭାରତ ପାଇଁ ନିହାତି ଦରକାର, ନହେଲେ ପଶ୍ଚିମବଙ୍ଗଟା ବାଂଲାଦେଶ ହେଇଥାନ୍ତା। ତେଣୁ ପଶ୍ଚିମବଙ୍ଗକୁ ତାର ଦୁର୍ନୀତି, ମମତା ବାନାର୍ଜୀ ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଠାରୁ ଆରମ୍ଭ କରିକି ବାଂଲାଦେଶ ଘୁଷପେଠିଆକୁ ଯେତେ ପ୍ରକାର ପ୍ରୋତ୍ସାହନ ଦେଇଛନ୍ତି, ଏଇଟା ମାନେ ତାଙ୍କର ତାପରେ ସନାତନ ବା ହିନ୍ଦୁ ମାରଣ ନୀତି, ହିନ୍ଦୁତ୍ୱକୁ ଧ୍ୱଂସ କରିବା ପାଇଁ ସେ ଯେଉଁ ଶପଥ, ବଜ୍ର ଶପଥ ନେଇଛନ୍ତି, କ୍ୟାରିକେଚର କରିଛନ୍ତି, ହିନ୍ଦୁତ୍ୱକୁ ଧ୍ୱଂସ କରିବେ। ସେଥିପାଇଁ ଆମେ ହିନ୍ଦୁତ୍ୱକୁ ବଞ୍ଚେଇଲୁ, ସନାତନକୁ ବଞ୍ଚେଇଲୁ ଏବଂ ସେଠି ମାନେ ଯାହା ମାନନୀୟ ମୋଦିଜୀ କହିଥିଲେ, ଦ୍ୱିତୀୟ ସ୍ୱାଧୀନତା ଆମେ ଦେଲୁ ପଶ୍ଚିମବଙ୍ଗରେ। ଲୋକମାନେ ଶାନ୍ତିରେ ରହିବେ, ସନ୍ତ୍ରାସ ଦୂର ରହିବେ, ମାରପିଟ ଠାରୁ ଆରମ୍ଭ କରି ଯେତେ ପ୍ରକାର ଅନ୍ୟାୟ ଅତ୍ୟାଚାର ଚାଲିଥିଲା ତା ଠାରୁ ବର୍ତ୍ତମାନ ଗୋଟେ ଶାନ୍ତିର ମାହୋଲ ଆସିବ, ଏକ ସୁଶାସନ ବର୍ତ୍ତମାନ ସ୍ଥାପିତ ହେବ। ଆମର ନିଶ୍ଚିତ ଆସିଲା, ଯେହେତୁ 26 ବର୍ଷର ଗଡ଼, ସେଇ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ସନ୍ତ୍ରାସ କରୁଥିବା ନବୀନ ପଟ୍ଟନାୟକର ଗୋଟେ ଗଡ଼ ଥିଲା ଓଡ଼ିଶାରେ। ସେଇ ଟିମ୍ ମାନେ ସେଠି ଯାଇ ନେତୃତ୍ୱ ନେଲେ। ଆମର ମାନନୀୟ ସୁନୀଲ ବଂଶଲଜୀ ଯେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ଯିଏ ଓଡ଼ିଶା ଦାୟିତ୍ୱରେ ଥିଲେ, ତାଙ୍କ ନେତୃତ୍ୱ, ଏବଂ ଭୂପିନ୍ଦର ସିଂଜୀ, ଏ 2 ଜଣ ମାନେ ଯୋଉ ଡାର୍କ ହର୍ସ କୁହନ୍ତି, ତାଙ୍କ ନେତୃତ୍ୱରେ ଯେକୌଣସି ଅପୋଜିସନ ଆସିବ ଧରାଶେ ହେଇଯିବ। ସେ ଯାହା ମାନେ ଯୁଆଡ଼େ ଯିବେ ତାଙ୍କ ପଛ ଗେରୁଆ ହେଇଯିବ, ପଦ୍ମଫୁଲ ଫୁଟି ଫୁଟି ଯିବ। ଇଏ ହେଉଛି ତାଙ୍କର ନେତୃତ୍ୱ। ତାଙ୍କର ଶାଣିତ ନେତୃତ୍ୱରେ ଆଜି ବାଂଲାଦେଶ, ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାର ଅନ୍ୟମାନେ ଥିଲେ। ମୁଁ ମଧ୍ୟ ପଶ୍ଚିମ ମେଦିନାପୁରର ଘାଟାଲ ଜିଲ୍ଲା ଦାୟିତ୍ୱରେ ଥିଲି। ସେଠି 7ଟା ନିର୍ବାଚନ ମଣ୍ଡଳୀ, ସେଟା ଆମେ 6ଟାରେ ଜିତିଛୁ। ଆଉ ଯୋଉଟା ଥିଲା କେଶପୁର, ଗୋଟେ ଆମେ ଜିତି ପାରିଲୁ ନା କ'ଣ ପାଇଁ? ସେଠି ପୁରା 40% ପାଖାପାଖି ମାନେ ସେଇ ବାଂଲାଦେଶୀ ଅନ୍ୟମାନେ ସବୁ ମିଶିକି ଅଛନ୍ତି ସେଇ କମ୍ୟୁନିଟିର, ଯେଉଁମାନେ କି ପୁରା ଆଣ୍ଟି କଟ୍ଟରପନ୍ଥୀ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ। କିନ୍ତୁ ଅନ୍ୟଠି ଆମେ 5ଟା ଏକ୍ସପେକ୍ଟ କରୁଥିଲୁ, 6ଟା ଆମର ହେଲା। ସମସ୍ତଙ୍କୁ ସ୍ୱାଗତ କରୁଛି, ଧନ୍ୟବାଦ। ଦେଖନ୍ତୁ, ପ୍ରଥମେ ମୁଁ କହୁଛି, ପ୍ରଥମ ହେଉଛି SIR ଯେଉଁ ଡିଲିଟ୍ ହେଲା 91 ଲାଖ, ସେଥିପାଇଁ ଗୋଟେ ବଡ଼ ସ୍ୱାଗତ ଯୋଗ୍ୟ, ମାନେ ଯୋଉଟାକୁ ଜିତିବାର। ଦ୍ୱିତୀୟ ହେଉଛି ହିନ୍ଦୁ ଭୋଟଟା ପୋଲାରାଇଜେସନ ହେଲା, କାରଣ ଆମେ ହିନ୍ଦୁତ୍ୱ ବଞ୍ଚେଇବୁ, ଲୋକମାନଙ୍କୁ ସନ୍ତ୍ରାସରୁ ବଞ୍ଚେଇବୁ, ସେଥିପାଇଁ ହେଲା। ତୃତୀୟ ହେଲା ଗୁଡ୍ ଗଭର୍ଣ୍ଣାନ୍ସ ଆମେ ଦେବୁ ବୋଲି ଯେଉଁ ଆଶା କଲୁ, ଡେଭଲପମେଣ୍ଟ ବିକାଶ ପାଇଁ ଦେଲୁ। ତେଣୁ ଏଇ ଯେଉଁ ଲୋକମାନେ ଆମକୁ ମାନେ ଦେଇଛନ୍ତି, ମାନେ ସ୍ୱାଗତ, ମାନେ ଧନ୍ୟବାଦ ଦେଉଛନ୍ତି, ମୁଁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ସମସ୍ତଙ୍କୁ ଧନ୍ୟବାଦ, କାରଣ ଏଇଟା ଗୋଟେ କମ୍ୟୁନିଟି, ଲୋକମାନେ ତ ଭୋଟ ଦେଲେ କିନ୍ତୁ ସମସ୍ତେ କନେକ୍ଟେଡ। ଏଇଟା ମୁଁ ସବୁବେଳେ ଆଗରୁ କହିଥିଲି, ଏଇଟା ରିଲେ ରେସ୍ ଭଳିଆ। ଜଣେ ଯଦି ଚେନ୍ ଭାଙ୍ଗିଗଲା ସେଠି ଜିତିବା କଷ୍ଟ ହେବ, କାରଣ ଏତେ ଚ୍ୟାଲେଞ୍ଜିଂ ଥିଲା। କାରଣ ସେ ସବୁ ଭୋଟ ରିଗିଂ, ଭୋଟର ଲିଷ୍ଟ ନାଁ କାଟିବେ, ଏଇସବୁ ବହୁତ ପ୍ରକାର ଯୋଜନା କରିକି ମମତା ବାନାର୍ଜୀ ମାନେ ସମସ୍ତେ ଧମକେଇ ଭୋଟ କରୁଥିଲେ। ଇଲେକ୍ସନ ପୂର୍ବ ଦିନ ମୋଟରସାଇକେଲ ରାଲି କରିକି ସମସ୍ତଙ୍କୁ ଧମକେଇବେ ତମେ ଭୋଟ ଦିଅନି।
ଯାହା ଧନ୍ୟବାଦ ଦେବେ କେନ୍ଦ୍ରୀୟ ବଳ ସେମାନେ ମଧ୍ୟ ଜଗିଲେ, ଇଲେକ୍ସନ କମିଶନ ବହୁତ ନେଇଛନ୍ତି, ସମସ୍ତେ ଆମ ହୋମ ମିନିଷ୍ଟର ଅନରେବଲ ହୋମ ମିନିଷ୍ଟର ପ୍ରାଇମ ମିନିଷ୍ଟର ସମସ୍ତଙ୍କ କଣ୍ଟ୍ରି ଯୋଗୀଜୀ ମଧ୍ୟ ଆସିଥିଲେ ସମସ୍ତଙ୍କର, ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ, ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆମର ଓଡ଼ିଶାର ମାନନୀୟ ମନମୋହନ ଭାଇ ବି ଯାଇଥିଲେ, ଆମର ଯୋଉ ଆମର ଅଧ୍ୟକ୍ଷ ରାଜ୍ୟ ଅଧ୍ୟକ୍ଷ ଅଛନ୍ତି ବିଜେପିର, ସମସ୍ତେ ଲାଗିଥିଲେ, ଓଡ଼ିଶାର ବହୁତ ଏମପି ଏମଏଲଏ ମଧ୍ୟ ଯାଇଥିଲେ, ସବୁ ଲାଗିକି ପଶ୍ଚିମବଙ୍ଗରେ ପରିବର୍ତ୍ତନ କରିଛୁ। ଏବଂ ମୋ ଜିଲ୍ଲା ସେଇଟା ବି ଡିଫିକଲ୍ଟ ଥିଲା ଆକ୍ଚୁଆଲି, ଘାଟାଲ ଜିଲ୍ଲାର ମାନେ ଦୁଇଟା କି ତିନିଟା ପୋଜିସନ ଥିଲା ମୁଁ ଗଲା ବେଳକୁ, ଯାହା ଆମେ 6ଟା କଲୁ, ଡବଲ କରିଦେଲୁ। ସେଥିପାଇଁ ସମସ୍ତଙ୍କୁ ଆମେ ଯୋଉ ରଣନୀତି କଲୁ ସେ ରଣନୀତିରେ ବହୁତ ସକ୍ସେସ୍ ହେଲା। 4 ଜୁନ ବିଜେଡି ଶୂନ, 4 ମେ ମମତା ଗାଏ, ଇଏ ସେଠି ସ୍ଲୋଗାନ। ତେଣୁ ଏଇ ଯୋଉ ସ୍ଲୋଗାନ ଥିଲା, ଆମେ କନଫିଡେଣ୍ଟ ଥିଲୁ, ଆମେ ସେଇ ଡୋମେନରେ କାମ କରୁଛୁ ଏଠି, ମାନେ ଯେତେ କାହାକୁ ଟ୍ରାନ୍ସଫର କର, କାହାକୁ ପୋଷ୍ଟିଂ କର, ମାନେ ରେପ୍ କର, ମର୍ଡର କର, ହାଣି ଦିଅ, ତାକୁ ବିଦା କର, ସମସ୍ତେ ଗୋଟେ ଭୟର ବାତାବରଣରେ ମାନେ ଥିଲେ। ତେଣୁ ଏଇଠି ଆମକୁ ସେଇଟା ନୂଆ ଲାଗୁନଥିଲା, କିନ୍ତୁ ସେଠି ଗୋଟେ ନୂଆ କାଲକୁଲେସନ ଦେଖିଲୁ ଯେ ଯୋଉଠି ବିଜେପି ମାନେ ଇଭିଏମ ରେ ବିଜେପିର ଯୋଉ ମାନେ ପଦ୍ମ ଫୁଲ ଅଛି ସେଠି ସେ ଷ୍ଟିକର ମାରିଦେଇଛନ୍ତି, ମାନେ କି ଏଇଭଳିଆ ମାନେ ଗଣତନ୍ତ୍ର ଶାସନରେ ଯୋଉମାନେ ଆଜି କହୁଛନ୍ତି ଯେ ମମତା ବାନାର୍ଜୀ ସେଟା ଗଣତନ୍ତ୍ର ହତ୍ୟା ଅଛି, ମମତା ବାନାର୍ଜୀ ଗଣତନ୍ତ୍ର ହତ୍ୟା କରୁଥିଲା, ଉଚିତ ଜବାବ ଦେଇଛନ୍ତି ବାଂଲାଦେଶ ବାସୀ ପଶ୍ଚିମବଙ୍ଗ ବାସୀ ଯେ ମମତା ବାନାର୍ଜୀ ତାକୁ ବି ହରାଇଛନ୍ତି। ଏଇଭଳିଆ ଜଣେ ବ୍ୟକ୍ତିତ୍ୱ କୌଣସି ରାଜନୀତିରେ ରହିବା ଅନୁଚିତ, ମାନେ ଦେଶ ବିରୋଧୀ କାମ କରୁଥିଲେ। ଏବଂ ବାଂଲାଦେଶ ଆପଣ ଦେଖିବ, ବାଂଲାଦେଶର ପାର୍ଲାମେଣ୍ଟରେ ତା ଫେଭରରେ ଡିସ୍କସନ ହଉଛି, ଯଦି ବିଜେପି ସରକାର ଆସିବ ଆମର ବହୁତ ବାଂଲାଦେଶୀ ଲୋକମାନଙ୍କ କ୍ଷତି ହବ। ଏଇଭଳିଆ ଯୋଉ ମାନେ ଦେଶଦ୍ରୋହୀ କାମରେ ମମତା ବାନାର୍ଜୀ ଥିଲେ, ତାଙ୍କୁ ଠିକ ଉଚିତ ଜବାବ ଦେଇଛନ୍ତି। ତେଣୁ ଆଜି ଏଇ ଯୋଉ 4 ମେ ବିଜେପି ଗାଏ ଏବଂ पलटाना दरकार चाहे बीजेपी सरकार, ई स्लोगान ଦେଇକି ଏଇଟା ବହୁତ କାମ ଦେଲା। पलटाना दरकार चाहे बीजेपी सरकार ଏ ବହୁତ କାମ ଦେଲା ଏବଂ ଆମେ କନଫିଡେଣ୍ଟ ଥିଲୁ ଆମେ ଜିତିବୁ ବୋଲି। କାହିଁକି ଲୋକଙ୍କ ମାଇଣ୍ଡ ସେଟ୍ ଆମେ ଗଲୁ, ସମସ୍ତେ ଭୟର ବାତାବରଣ ଥିଲେ, କିନ୍ତୁ ଚାହୁଁଥିଲେ ଏକ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ମାନେ ସରକାର ଠାରୁ, ଟିଏମସି ସରକାର ଠାରୁ ଆମେ କେମିତି ମୁକ୍ତି ପାଇବୁ।